କୃଷିକା କହିବେ ତେଜସ୍କୁ, ଆମେ ଖବର ପାଇନୁ ଯେ ଆପଣଙ୍କ ସାଥିରେ ଗୋଟିଏ ଝିଅ ବି ଅଛି। ତୁମ ସାଥିରେ ଥିଲା। ତେଜସ୍ କହିବ, ତୁମେମାନେ ତାକୁ ଦେଖିଲେ ତୁମର ହୋସ୍ ଉଡ଼ିଯିବ। ତେଜସ୍ ମନେ ମନେ ଭାବିବେ ତ୍ରିନାଲି ଏବଂ ତାରାଙ୍କ ଭିତରେ ବହୁତ ବଡ଼ କନେକ୍ସନ୍ ଅଛି। ତାପରେ ତ୍ରିନାଲି ଶମ୍ଭୁକୁ ହସ୍ପିଟାଲକୁ ଦେଖା କରିବାକୁ ଯିବ। ତ୍ରିନାଲି କହିବେ ତେଜସ୍କୁ, ତୁମେ ମୋତେ ଛୁଇଁବାକୁ ସାହସ କେମିତି କଲ? ଏ କି ଅଭଦ୍ରାମି! ଗାଁର ଝିଅ ହୋଇପାରେ ସତ, ହେଲେ ମୁଁ ଦୁର୍ବଳ ନୁହେଁ। ସାଙ୍ଗେ ସାଙ୍ଗେ ତୁମରି ଉପରେ କେସ୍ କରିବି। ଖରାପ ବ୍ୟବହାର କରୁଥିଲା ବୋଲି ଆରୋପ ଲଗାଇବେ। ତୁମର ଇଗୋକୁ ଟିକେ କଣ୍ଟ୍ରୋଲରେ ରଖ ତେଜସ୍। ଭବାନୀ ଦେବୀ କହିବେ, ସେଇ ଗାଁର ଲୋକ, ଗରିବ ଲୋକମାନଙ୍କ ବହୁତ ସାହସ ବଢ଼ିଗଲାଣି। ସେମାନଙ୍କ ସାହସକୁ ଭାଙ୍ଗିବାକୁ ପଡ଼ିବ। କାହିଁକି ନା ଆଜି ପର୍ଯ୍ୟନ୍ତ ଭବାନୀ ଦେବୀଙ୍କ ଉପରେ କେହି ବି ଆଖି ଉଠାଇ ଦେଖିନାହିଁ। ଯେମିତିକି ସାହସ ନ କରିପାରେ ଭବାନୀ ଦେବୀଙ୍କ ବିରୋଧରେ ଠିଆ ହେବା ପାଇଁ। ତୁମେମାନେ ଏବେ ଯାଇ ସେମାନଙ୍କୁ ମାର। ତାହାପରେ ଗୁଣ୍ଡାମାନେ କହିବେ, ଏଇ ଧାରଣା ବନ୍ଦ କର। ଚାଲ, ନହେଲେ ତୁମମାନଙ୍କୁ ବହୁତ ମାଡ଼ ହେବ। ଥାନାରେ ପକାଇଦେବି। ତ୍ରିନାଲି କହିବେ, ତୁମରି ଏହି କି ଗୁଣ୍ଡା ଚାଲିବ ନାହିଁ। ଆମେ ତ ଶାନ୍ତିରେ ଧାରଣା ବସିଥିଲୁ। ଗାଁର ଲୋକମାନଙ୍କ ସାଥିରେ ଏମିତି ବ୍ୟବହାର ନାହିଁ କର। ତେଜସ୍ କହିବା, ଏଇ କି ଅଭଦ୍ରାମି! କାହାକୁ ହାତ ଉଠାଇବୁ ନାହିଁ। ତାପରେ ତୁମେମାନେ ଚାଲିଯାଅ କହିବେ ଗୁଣ୍ଡାକୁ। ଗୁଣ୍ଡାମାନେ କହିବେ, ଇଏ ବି ଗାଁ ଲୋକମାନଙ୍କ ସାଥିରେ ମିଶିଛି। ତେଜସ୍ୱୀ, ଏହାକୁ ବି ମାର। ତେଜସ୍ଙ୍କ ହାତକୁ ମାରିଦେଲା ପରେ ଗୁଣ୍ଡାମାନେ ତ୍ରିନାଲିକୁ ବି ମାରିଦେବେ। ତେଜସ୍ ଓ ତ୍ରିନାଲିକୁ ହସ୍ପିଟାଲକୁ ନେଇଯିବେ। ତ୍ରିନାଲି କହିବେ, ଏଇଟା ତୁମ ଧନୀ ଲୋକମାନଙ୍କର ଅସଲି ରୂପ। ଗରିବ ଲୋକମାନେ ଯେତେବେଳେ ତାର ଅଧିକାର ମାଗିଛି, ତାର ହାତରେ ଏନ୍ତା ବ୍ୟବହାର କରାଯାଇଛି। ତାକୁ ଲାଠିମାଡ଼ ଖାଇବାକୁ ପଡ଼୍ଛି। ଆମେ ତ ଖାଲି ପାଣି ମାଗିଥିଲୁ। ଗାଁର ଲୋକମାନେ ତୁମକୁ ହୀରା ଚାନ୍ଦି ନେଇ ମାଗିଥିଲୁ। ତାପରେ ଭବାନୀ ଦେବୀ କହିବେ, ତୁମେମାନଙ୍କୁ କ'ଣ କହିଥିଲି? ତୁମେମାନେ ମୋରି ପୁଅକୁ ମାଡ଼ ମାରି ହସ୍ପିଟାଲକୁ ପଠାଇଦେଲ। ମ୍ୟାଡ଼ାମ୍, ଆମେ ତାଙ୍କୁ ଜାଣି ନଥିଲୁ ତୁମର ପୁଅ ବୋଲି। ସେଥିପାଇଁ ଆମେ ମାରିଲୁ। ଗାଁ ଲୋକମାନଙ୍କ ସାଥିରେ ମିଶିଲା। କୃଷିକା ଏବଂ କାର୍ତ୍ତିକ ତ୍ରିନାଲି ଏବଂ ତେଜସ୍କୁ ଦେଖା କରିବାକୁ ଯିବେ।